ଦାଦାବଟିକୁ କେନ୍ଦ୍ର କରି ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା। ଏନେଇ ପିପିଲି ଥାନାରେ ଅଭିଯୋଗ କରିଛନ୍ତି ଲକ୍ଷ୍ମୀ ନାରାୟଣପୁରର ପାରିଚରପଦା ଗ୍ରାମର ତେଜସ୍ୱିନୀ ପାତ୍ର। ଅଭିଯୋଗ ଅନୁସାରେ 14ରୁ 20 ଜଣ ଯୁବକ ଗତ ଶୁକ୍ରବାର ସନ୍ଧ୍ୟା ସମୟରେ ମହିଳାଙ୍କ ଘର ସାମ୍ନାରେ ଥିବା ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା କରିବା ସହ ଘରର ଝରକା କାଚକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଏ ଘଟଣାକୁ ତାଙ୍କ ଦିଅର ଦେଖି ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ମରଣାତ୍ମକ ଆକ୍ରମଣ କରିଥିଲେ। ମହିଳା ପୋଲିସକୁ ଖବର ଦେବା ପରେ ଘଟଣାସ୍ଥାନରେ ପୋଲିସ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ସେଠାରୁ ଖସି ପଳାଇଥିଲେ। ଏହାପରେ ମହିଳା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ। ମହିଳାଙ୍କର ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି। ପ୍ରକୃତ କଥା ହେଲା ଯାଇକିରି ସେମାନେ ପହର ଦିନ ରାତି ସନ୍ଧ୍ୟା 7ଟା ଘଟିକା ସମୟରେ କିଛି ଦୁର୍ବୃତ୍ତ ଆମ ପଞ୍ଚାୟତର ଲକ୍ଷ୍ମୀ ନାରାୟଣପୁର ପଞ୍ଚାୟତର ଆକାଶ ବେହେରା ଓରଫ ମୁନା, ବିକାଶ ଆକାଶ ବେହେରା ଓରଫ କାହ୍ନା, ବିକାଶ ବେହେରା, ବାକି ତାଙ୍କ ସାଙ୍ଗରେ ଆଉ 2 ଜଣ ପିଲା ମୁଁ ଯାହାକୁ ଜାଣିଛି ସେ ହେଲେ ସୁମନ, ସେଇ ଗ୍ରାମର ସୁମନ ଆଉ ରବି। ସେମାନେ କିଛି ଆଉ ତାଙ୍କ ସହିତ 15-20 ଜଣ ପିଲା ଥିଲେ। ସେ ଯାହା ହାତରେ ବଡ ବଡ ଖଣ୍ଡା, ଫାର୍ସା, ତଲୁଆର ସବୁ ଥିଲା। ତା ସହିତ ସେମାନେ ମଧ୍ୟ ବଡ ଗନ୍ ରଖିଥିଲେ ପାଖରେ। ଆମେ ଏମିତି ଘରେ ଥିଲା ଭିତରେ କିଛି ସାଉଣ୍ଡ ଆସିଲା, ଆମର ପାଖ ଆଉଟ ହାଉସ ରୁ ସାଉଣ୍ଡ ଆସିଲା। ଦେଖିଲା ବେଳକୁ ଆସିକିରି ସେମାନେ ଆମେ ଘର ଭିତରେ ଥାଇକି ଗ୍ରିଲ ଭିତରେ ଥାଇ ଦେଖିଲା ବେଳକୁ ଏହିପରି ଭାବରେ ସେମାନେ ଆମର ଗ୍ରିଲ ଆଉ ଜେସିବି ଗାଡି ଏଇ ସବୁ ବାଡିଆ ପିଟା ଭଙ୍ଗାରୁଜା କରୁଛନ୍ତି ଏବଂ ବହୁତ ଅଶ୍ଳୀଳ ଭାଷାରେ ସେ ଗାଳି ଗୁଲଜ କରୁଥିଲେ। ଏମାନେ ହଉଛନ୍ତି ମୋ ସ୍ୱାମୀକୁ ଏମାନେ ଦାଦାବଟି ମାଗୁଥିଲେ ଆଗରୁ। ଏମାନେ ବି କିଛି ନିଅନ୍ତି, ହଠାତ୍ ଏମାନେ ବହୁତ ଆମାଉଣ୍ଟର ଦାଦାବଟି ମାଗିଲେ। ମୋ ସ୍ୱାମୀ ନ ଦେବାକୁ ରାଜି ହେବାରୁ ଏମାନେ ଆସିକି ଏହିପରି କାଣ୍ଡ କଲେ। ମୋର କହିବାର ଆଉ ଗୋଟେ ପ୍ରକୃତ ଅର୍ଥ ହେଲା, ମୁଁ 3 ଦିନ ହେଲାଣି ମୋର ଛୋଟ ଛୁଆଟାକୁ ନେଇକିରି 4 ମାସର ଛୁଆଟାକୁ ନେଇକି ମୁଁ ଥାନାରେ ଅଭିଯୋଗ କରିଥିଲି, କିନ୍ତୁ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏପର୍ଯ୍ୟନ୍ତ ବି ଦୋଷୀ କାହିଁକି ବାହାରେ ବୁଲୁଛି? ସିଏ ଅନଲାଇନରେ ମଧ୍ୟ ରହୁଛି, ତେବେ କାହିଁକି ଧରା ଯାଇନି? ଏମିତି ଯଦି 2025ରେ ମୋହନ ମାଝୀ ସରକାରଙ୍କ ପିରିୟଡରେ ଏମିତି ଯଦି ଦୁର୍ବୃତ୍ତ ଆସିକିରି ଏମିତି ସରଳ ନିରୀହ ନିଷ୍ପାପ ଲୋକଙ୍କୁ ହଇରାଣ କରିବେ, ତେବେ ଆପଣ କୁହନ୍ତୁ ଆପଣ ସମାଜରେ ଭଲସେ ବଞ୍ଚି ପାରିବେ ତ? ଆପଣ ବଞ୍ଚି ପାରିବେ? ଆମେ ମୋ ଘରେ ମୋ ବ୍ୟତୀତ ମୋର ଗୋଟେ ଯା ଯିଏକି 15 ଦିନର ଛୋଟ ଶିଶୁକୁ ଏବେ ଜନ୍ମ ଦେଇଛନ୍ତି ସିଜରିନ୍ ହେଇକି, ମୋର ନଣନ୍ଦ ଯାହାକି ଛୋଟ 2 ମାସର ଶିଶୁଟେ, ଏବଂ ମୋର ବୃଦ୍ଧା ଶାଶୁ, ପି ଶାଶୁ ସହିତ ମୋର ଗୋଟେ ଛୋଟ ଆଉ 4 ବର୍ଷର ଝିଅଟେ ଘରେ ରହୁଥିଲୁ। ଏସବୁ ଦୃଶ୍ୟ ଦେଖିକି ଆମେ ଭୟଭୀତ ହେବା ସ୍ୱାଭାବିକ। ଆପଣ ମାନେ ସମସ୍ତେ କୁହନ୍ତୁ, ଆପଣ ଯଦି ଏଇ ସିନ୍ ଦେଖିଥାନ୍ତେ ଆପଣ କଣ ବିଚଳିତ ହେଇନଥାନ୍ତେ? ତେବେ କୁହନ୍ତୁ ମୁଁ କେମିତି ଧୈର୍ଯ୍ୟ ଧରିକି ରହିବି? ତେଣୁ ମୁଁ ଦାବି ମୋର ଏଇଆ ଯେ ତାଙ୍କୁ ତୁରନ୍ତ ଧରାଯାଉ ଏବଂ ଉଚିତରୁ ଉଚିତ ଦଣ୍ଡ ଦିଆଯାଉ, ଯେପରିକି କେହି ବି ସାହସ କରିବେନି ଏମିତି ଦାଦାବଟି ଆଦାୟ କରିବା କିମ୍ବା ଏମିତି ଲୋକଙ୍କୁ ହଇରାଣ କରିବା କି ଏମିତି ଗୁଣ୍ଡାରାଜ କରିବା। ସେମାନଙ୍କର ସାହସକୁ ବି ଆପଣ ମାନେ ଦେଖନ୍ତୁ। ସନ୍ଧ୍ୟା 7ଟା ସମୟରେ ଯଦି ଆସିକି ଏମିତି ଖୋଲମ ଖୋଲା ଗୁଣ୍ଡାରାଜ କରିପାରୁଛନ୍ତି, ତେବେ ସେ ଆଗକୁ ଆହୁରି କଣ ନ କରିବେ? ଏମିତି ଆମକୁ ବୋଲି ଆମକୁ ନେଇ ପଞ୍ଚାୟତର ଅନେକ ନିରୀହ ନିଷ୍ପାପ ଲୋକଙ୍କୁ ବି ବହୁତ ହଇରାଣ କରିଛନ୍ତି। ଆସିଥିଲେ, ତଦନ୍ତ କଲେ ସତ, କିନ୍ତୁ ଏପର୍ଯ୍ୟନ୍ତ ସେମାନେ ଆରେଷ୍ଟ କାହିଁକି ହେଇନାହାନ୍ତି? ସେମାନଙ୍କୁ ଅନଲାଇନ ତାଙ୍କ ନମ୍ବରକୁ କାହିଁକି ଟ୍ରାକରେ ନିଆଯାଉନି? କାହିଁକି ଧରା ଯାଇନାହିଁ? ସେମାନେ ତ ଅନଲାଇନରେ ରହୁଛନ୍ତି, ଏହା ବ୍ୟତୀତ ତାଙ୍କୁ କାହିଁକି ଧରା ଯାଇନାହିଁ? ତ ମୁଁ କେମିତି ମତେ ମାନେ ନିରାପଦ ଭାବିବି? ମୋର ଆପଣ ଦେଖନ୍ତୁ, ମୋ ଘରେ ବି ଅନେକ ଲୋକ ଅଛନ୍ତି, ମୋ ଶାଶୁ ଶ୍ୱଶୁର ବି ଅଛନ୍ତି, ମୋ ସ୍ୱାମୀ ଦିଅର ବାହାରେ ବିଜନେସ କରନ୍ତି। ଏମାନେ ଆଜି ଏମିତି କଲେ, କାଲି ବି ତ ଆମକୁ ମାନେ ଆଟାକ କରିବାକୁ ଆଉ କେତେ ସମୟ? ଆମେ ସିନା ଭିତରୁ ଗ୍ରିଲ ଟା ଦେଇଦେଲେ ବୋଲି। ତେଣୁ ସେ ଯଦି ମୋର ଏତେ ଗାଡି ଘୋଡା ଭାଙ୍ଗି ଯାଇକି ଗଲେ, ମୋର କିଛିଟା ମାନେ ଗ୍ରାମ ଭିତରୁ 2ଟା ଦିଅର ଆସିଥିଲେ ମୋର ଖେଳିବା ପାଇଁ, ସେମାନଙ୍କୁ ଏମିତି ଆଟାକ କରୁଛନ୍ତି, ମରଣାନ୍ତକ ଆଟାକ କରିଛନ୍ତି। ପାଖ ଗ୍ରାମର ନବାଟିଆ ଗ୍ରାମର ସିଏ ଜଣ, ତାଙ୍କୁ ମଧ୍ୟ ଏମିତି ଆଟାକ କରୁଛନ୍ତି। ସେମାନେ ପିପିଲି ମେଡିକାଲ ତାଙ୍କୁ ରେଫର କଲା 6 ନମ୍ବର ବି ରେଫର କରିଦଉଛି କଟକ। ତାଙ୍କର MRI ହବ କି ସ୍କାନ ହବ, ଯାହା ବି ହବ। ତେଣୁ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଇନି? କାହିଁକି ଧରା ଯାଇନି? ଆଉ ମୋର ଅନୁରୋଧ, ଧରିକି ତାଙ୍କୁ ଉଚିତରୁ ଉଚିତ ଦଣ୍ଡ ଦିଆଯାଉ ଏବଂ ମତେ ନିରାପଦ ରଖିବା ପାଇଁ ଆମ ଅନୁରୋଧ କରୁଛି। ଆଜ୍ଞା ଆମର ଘର ହେଲା ନବାଟିଆ, ଏଇଠି ଜିମ୍ ଖେଳିବାକୁ ଆସିଥିଲି। ସିଏ ଲକ୍ଷ୍ମୀନାରାୟଣ ପିଲା 15ରୁ 20, 25 ପିଲା ଥିଲେ। ସେ ସେଇଠି ଝଗଡା କରୁଥିଲେ। ମୁଁ ଜିମ୍ ଖେଳି ସେଠି ଦୋକାନରେ ଥଣ୍ଡା ପିଇବାକୁ ଯାଉଥିଲି। ଜଷ୍ଟ ସେମାନେ ଝଗଡା କରୁଥିଲେ, ସେଠି ଇଟା ଫିଟା ମାରିକି ଜେସି ଫେସି ଭଙ୍ଗାଭଙ୍ଗି କରୁଥିଲେ। ମୁଁ ସେଠି ତାଙ୍କୁ ବି କିଛି କହିନି, ଜଷ୍ଟ ମୁଁ ଖାଲି କହିଛି କି ମୁଁ ସେ ଦୋକାନୀ ପଚାରିଲି କଣ ହେଇଛି ବୋଲି। ତାପରେ କିଛି ଶୁଣିଲେନି, ଆସିକି ମତେ ବାଡେଇଲେ। ବାଡେଇ ସେଠୁ ସେ ଦୋକାନଠାରୁ ବାଡେଇକି ଆଣିକି ଜେସିବିରେ ମୋ ମୁଣ୍ଡକୁ ମାରି ଫଟେଇ ଦେଇଛନ୍ତି। ବାଡେଇ ସେ ଜେସିବିରୁ ସେ ଚାକୁଣ୍ଡା ଗଛ ପର୍ଯ୍ୟନ୍ତ ମତେ ବାଡେଇ ନେଇକି ମୁଣ୍ଡ ଫାଟି ଯାଇଛି।
मोर गोटे चेन थिला बेकरे सेटा नहीं जाइछन्ती फोन दीटा डिस्प्ले फटे दीछन्ती गोड़ बाड़े की गोड़ हाथ फाथ एंजॉय कर दीछन्ती पूरा दिन है मु घर उठी पार नथली अभियोग गोड़ हाथ खंडिया तथापि भल अच्छी मेडिकल मेडिसिन कंटिन्यू कर भल अच्छी तथापि बहुत चेंज हो आक्रमण करने कौन कह कौन हवा दरकार जो आक्रमण कर प्रति कौन हवा दरकार संघर्ष थाना किसी हाँ सीए से सुजित भाई कौन करने मुझे जाननी सहित किसी माने से कथा विषय मुझे जाननी बस मु आसिक छिड़ा जिम खेली आसिक जस्ट दुकान पाखे ठंडा पिऊँ किसी बुझा बुझी ना डायरेक्ट आसिक मत लक्ष्मी नारायणपुर पिला थे आकाश विकास आ गोटे अच्छे सोमनाथ आ गोटे शीतन मुझे जानी आउ क्या जानी मरण माने सकअपचर बाइक सकअपचर आउ रड आउ एठी थिला 4-5टा चेयर भी मोर दिहरे गुंड कर दिछंती आ गोटे पट्टा बाउंस खड़िया को समय रहइतला समय कतरा संध्या 6-7 भीतर रविंद्र बस्तिया कौन कहबे गंडगोल होइतला आज्ञा ये बहुत दादागिरी एरिया भितर करुछंती लोक भी भयभीत होइकरी ताको किछि कहि पर नाहंती ये किछि आम पुओ प्लॉटिंग बिजनेस करुछंती बाकी ये ट्रांसपोर्टिंग गाड़ी घोड़ा गोड़ी पत्थर ये सब चलछि यार भितर ये माने देखिले ये सब व्यवसाय करंती लोभरे सब आसिक हमठु किछि बट्टी आदाय करंती अच्छा जतले हम किछि देलु तापर आसिक हाई अमाउंट मागेले 10 लाख टका देवा पड़ो ये 3 वर्ष कथा हो गलानी आम दबार 10 लाख टका नदेले आम जोटी देखू हाणी देबू मो पुओ को धमक देले ए प्रकार जिनस पुओ भी घरे नथिला गोटे काम जाइथला बड़ा दुखर कथा एमाने एभली पदर्य भाषा गाली गुलज करी किछु घो घा करी से गाड़ी भांगी काच फाच से झरका आम से गेट उपर खंडा खंडा ताधे भुजाल भुजाल सब आनिक सब तामसा कले माने मते एते असह्य लागुथाई माउजर भी ताधे अच्छी रिवल्वर भी ता भितर अच्छी ये सब जिनस आज्ञा मत भारी असह्य लगिला मो माने माने मो देह टिके भल नथला मु शुणिकी एते माने आचंबित हो गली कहीं माने एमती होउछंती कि अन्याय ये संसार दुनिया चली आज प्रशासन नीरव कौन पाई मु कांदी पकड़ी मो पिला माने जो प्रकार मो पिला माने ये गाँव में मुझे एमती कही आम गाँ एटार लोक कहे किंतु अमक लोक पिला माने अति सुधार ये सब आम जो साई पड़िशा में जो मलिक साई डाकिकी सेठू सी सब जिते आसिले ये भागिकी पड़े को समय घटना आज्ञा ये हूँ तारीख आमर 3 तारीख को समय समय आज्ञा 7टा समय 7टारू 7:10 भितर ये आज्ञा आसी सी लक्ष्मीनारायणपुर मुना कान्हा बेहरा मुना बेहरा तांकर आउ कौन कागज पत्र ना मुना कान्हा मुझे जानी आउ कौन ना अच्छी कि कार्यकलाप आज्ञा बदमाश खाली अयस करू माने आखि देखे बटिया देक आम शक करके बचबू किसी से बेकारी माँ भी कहते जे आम पुओ 2टा षंड मो षंड माने एमती लोक भय देखे आम करू मो पुओ षंड मो पु के हाथ देखेबेनि आउ स्त्री माने कहते से जो पिलांकर जे माने से मुना विकास आ कौन कहले विकास आकाश स्त्री माने कहती आम स्वामी होउछंती रामचंद्र लक्षण होउछंती मो दियर जे लक्षण कौन कौन सब क्षति आज्ञा ये सब आम जेसी बाड़ी भांगी से जाली आप देखिले जो सटर पड़ी भुजाली खंडार कणा कर बाकी सेपटे से जो ऑफिसर आमर से